ନିଶ୍ଚିତ ଭାବରେ ଆମେ କହିବାକୁ ପାରୁଛୁ ଶୁଣିବା ଉଚିତ ନାହିଁ। ସମସ୍ତଙ୍କୁ ନମସ୍କାର। ପ୍ରକୃତରେ ଆଜି ମୋ ଗୁରୁ ସୁନୀଲ କୁମାର ପୃଷ୍ଟି ଗୋଟେ କବିତା ଉପସ୍ଥାପନ ପାଇଁ ଆସିଥିଲି। ଗଣେଶ୍ୱର ଭଟ୍ଟ ସାରଙ୍କୁ ଶୁଣିଲା ପରେ କେଜାଣି କେମିତି ମୋର ବି ଯୌବନର ଚମ୍ପାବନରେ ପୁଣି ଥରେ ପହଁରି ଆସିବାକୁ ଇଚ୍ଛା ହେଲା। ଗୋଟେ ଗୀତ ଅଳ୍ପ ଅଳ୍ପ ମନେ ପଡ଼ିଲେ ଟିକେ ଶୁଣେଇ ଦେଉଛି। ଘରର ଠିକଣା ଦେଇକି ପଡ଼ିବୁ। ଋତୁପର୍ଣ୍ଣା ତୁମ ସ୍ମୃତି ଏବେ ବି ବଞ୍ଚିଛି କୋଣାର୍କର ଭଗ୍ନ ପ୍ରତିମା ପରି। ନାଗାବଳୀ ନଦୀକୂଳ ଲଣ୍ଡା ପାହାଡ଼ରେ, ରେଲୱେ ଷ୍ଟେସନ, ଗୋପବନ୍ଧୁ ଛକ ଆଉ ନବୀନ ଷ୍ଟୁଡିଓର ନକଲି ଜହ୍ନର ପରଦାରେ। ତୁମେ ଗଲା ପରେ ଏଲପିଏସ୍ ସ୍କୁଲ ସାମ୍ନାର ସେ କୃଷ୍ଣଚୂଡ଼ା ଗଛରେ ପେନ୍ଥା ପେନ୍ଥା ଫୁଲର ରଙ୍ଗୋଲି କାହିଁ ତାକୁ ତ କିଛି ଫରକ ପଡ଼ିନାହିଁ। ତୁମେ ମୋ ଜୀବନରୁ ଚାଲି ଯାଇଛ ବୋଲି। ତାହେଲେ ମୁଁ କାହିଁକି କାନ୍ଦିବି ରାତିରେ ରତିରେ କବିତାରେ? ଦିନେ ତୁମକୁ ଭଲ ପାଇଥିଲି ବୋଲି, ଦିନେ ତୁମକୁ ଭଲ ପାଇଥିଲି ବୋଲି। ଋତୁପର୍ଣ୍ଣାର କବିତା ବର୍ତ୍ତମାନ ଶୁଣିବା ମୋର ପ୍ରିୟ କବି ପ୍ରଫୁଲ୍ଲ ପାଣିଙ୍କ ପ୍ରିୟ କବି ତରୁଲତାର କବିତା କବି ସୁନୀଲ କୁମାର ପୃଷ୍ଟି। ଓଡ଼ିଆ କବିତାର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ସୁନୀଲ କୁମାର ପୃଷ୍ଟିଙ୍କର ଗୋଟେ କବିତା ତରୁଲତା ଶେଷ କବିତା। ତାପରେ କଣ ହୁଏ ଯେତେବେଳେ ତରୁଲତା ଜମା ନଥାଏ? ଆକାଶରେ ଅନ୍ଧାର ବିଜୁଳି, ବିଜୁଳି ନା ହସ ଲାଜକୁଳି? କେମିତିକା ଋତୁ ଇଏ, ବାହାରେ ଜମା ବର୍ଷା ନାହିଁ, ଭିତରୁ ମୁଁ ଓଦା ହେଇଯାଏ। ବେଳେ ବେଳେ ତରୁଲତା କାନ୍ଦେ, ମୁଁ ଚୁପ୍ ରହେ। ବେଳେ ବେଳେ ତରୁଲତା କାନ୍ଦେ, ମୁଁ ଚୁପ୍ ରହେ। ସତରେ ମୁଁ କାନ୍ଦି ଜାଣେ ନାହିଁ, ତରୁଲତା କହେ। ଏତିକି କଥାରେ ସବୁ ଅଭିମାନ ସରେ, ଏ ଜୀବନ ବ୍ୟର୍ଥ ଲାଗେ। ଆଜି ବି ମୁଁ ଝୁରେ, ଆଜି ବି ମୁଁ ଝୁରେ। ଯେତେ ସବୁ ଭଲ କଥା, ଯେତେ ସବୁ ନିରବତା, ଯାହା ମୁଁ ପାରିଲି ନାହିଁ କବିତାରେ କହି, ସେହି ତରୁଲତା, ସେହି ତରୁଲତା। ମାଟିରେ ଗଢ଼ିନି ତାକୁ କାଳେ କିଏ ଭାଙ୍ଗି ଦେବ ବୋଲି। ଦେହ ତାର ତୋଫା ଜନ୍ମ, କାଲି ଥିଲା କାଲି। ଦେହ ତାର ତୋଫା ଜନ୍ମ, କାଲି ଥିଲା କାଲି। ଆଜି ଅଛି ବୈତରେ, ବହିଯାଏ ସଂସାର ସମୁଦ୍ର। ପ୍ରତିଦିନ ଝରୁଥାଏ ବିରହର ପତ୍ର। ଗୀତ ମୁଁ ଜାଣେନା ଗାଇ, ମନ କଥା ବୁଝେଇ ପାରେନା। ଛଳନାର ପୃଥିବୀରେ ମୁଁ ପୁଣି କାହାର ନା କାହାର ଖେଳନା। ଛଳନାର ପୃଥିବୀରେ ମୁଁ ପୁଣି କାହାର ନା କାହାର ଖେଳନା। ଭାଙ୍ଗିଯାଏ ଯଦି କେହି ଜଣେ ଗଢୁଥାଏ ମତେ, ସେଇ ଯଦି ତରୁଲତା, କେତେ ମିଛ କେତେ ସତ ସତେ। କେହି ଜଣେ ଗଢୁଥାଏ ମତେ, ସେଇ ଯଦି ତରୁଲତା, କେତେ ମିଛ କେତେ ସତ ସତେ। ମିଛି ମିଛି କବିତାରେ ଲେଖି ମୁଁ ପାରି ନାହିଁ ଯେତେ ସବୁ କଥା। ନା ତାର ତରୁଲତା, ନା ତାର ତରୁଲତା, ନିରବତା ଅସରନ୍ତି ବ୍ୟଥାର କବିତା। ତରୁଲତା ଅସରନ୍ତି ବ୍ୟଥାର କବିତା। ନମସ୍କାର, ଧନ୍ୟବାଦ। ମୁଁ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ। ପ୍ରଦ୍ୟୁମ୍ନ ଜୟ କହିଲେ ସୁନୀଲ କୁମାର ପୃଷ୍ଟି। ସୁନୀଲ କୁମାର ପୃଷ୍ଟି ଗୋଟେ ପତ୍ରିକା ବାହାର କରୁଥିଲା, ଆପଣ ଜାଣିଥିବେ, ଗୋଟେ ଓଡ଼ିଶାର ପ୍ରତିଷ୍ଠିତ ପତ୍ରିକା।